ଧନ୍ୟବାଦ। ସେମାନଙ୍କର ପାର୍ଟିଟା ବଞ୍ଚିଛି ବୋଲିକି ସେମାନେ ପ୍ରମାଣିତ କରିବା ପାଇଁ ଚାହୁଁଛନ୍ତି। ଆଉ ଠିକ୍, ପାର୍ଟିଟା ବଞ୍ଚିଛି ବୋଲିକି ଶୋ ତ କରିବା କଥା, ସେମାନେ ଶୋ କରନ୍ତୁ, ଆମକୁ କିଛି ଆପତ୍ତି ନାହିଁ। ଆଜ୍ଞା, ଆମେ 3100 ଟଙ୍କା ଦେଲୁ, ସେମାନେ 100 ଟଙ୍କା କହିଥିଲେ, 100 ଟଙ୍କା ବି ଦେଇପାରିଲେନି। ଏଇଟା କ'ଣ ଚାଷୀ କମ୍ପେୟାର କରିପାରୁନି? କମ୍ପେୟାର କରିବ ନିଶ୍ଚିତ ଭାବରେ। ଆମେ 3100 ଟଙ୍କା ଦେଲୁ, କେବଳ ବିଜେଡ଼ିଟା ମରିଯାଉଛି ବୋଲିକି ଲୋକ ଯେତେବେଳେ କହୁଛନ୍ତି, ସେ ମରିଯାଉଥିଲା ବିଜେଡ଼ିକୁ ସେମାନେ ବଞ୍ଚିଛି ବୋଲିକିରି ଦର୍ଶାଇବା ପାଇଁ ଏ ଆନ୍ଦୋଳନ କରୁଥାଇପାରନ୍ତି, ମୋର ଯେଉଁ ଭାବନା। ଆଉ ସେମାନେ କରନ୍ତୁ, ବଞ୍ଚିଛି ବୋଲିକି ଶୋ କରନ୍ତୁ। ଆମେ ତ କହୁଛୁ ଯେ ଡେଡ୍ ଅର୍ଗାନାଇଜେସନ୍, ସେମାନେ କହୁଛନ୍ତି ଆମେ ବଞ୍ଚିଛୁ। ବଞ୍ଚନ୍ତୁ, ସେମାନେ ବଞ୍ଚିଲେ ଭଲ। ଆମେ ତାଙ୍କର ବଞ୍ଚିବାକୁ ଅସ୍ୱୀକାର କରୁନାହୁଁ କି ତାଙ୍କୁ ଯଦି ଫେନାଇଲ୍ ଦରକାର ଦେବୁ ତାକୁ। ସେମାନେ ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ କ'ଣ ଦରକାର ସେଟା ଦେବୁ। ଆଉ ସେମାନେ ମରିଯାଆନ୍ତୁ ମୁଁ ଚାହୁଁନି, ସେମାନେ ବଞ୍ଚିଥାନ୍ତୁ କହୁଛି। ସେମାନେ ବଞ୍ଚିଥାନ୍ତୁ, ସବୁଦିନ ବଞ୍ଚିଥାନ୍ତୁ। ସାଲାଇନ୍ ଫାଲାଇନ୍ ଯଦି ଦରକାର ବୋଲେ ଦେବା ତାକୁ, କିଛି ଅସୁବିଧା ନାହିଁ। ସେ ୟାଠୁ ଅଧିକ ଭାବରେ 2024 ପୂର୍ବରୁ କ'ଣ ପରିସ୍ଥିତି ଥିଲା ଏବଂ ଏବେର କ'ଣ ପରିସ୍ଥିତି ଅଛି, ଏ ଦୁଇଟାକୁ ତୁଳନାତ୍ମକ ଭାବରେ ସେ ଗ୍ରହଣ କରନ୍ତୁ ଆଉ ଷ୍ଟେଟମେଣ୍ଟ ଦିଅନ୍ତୁ। ମୁଁ ତ କହିସାରିଛି ଯେ କେବଳ ବିଜେଡ଼ି ବଞ୍ଚିଛି ତାକୁ ଦର୍ଶାଇବା ପାଇଁ ସେମାନେ ଏ ଆନ୍ଦୋଳନ କରୁଛନ୍ତି, ଆଉ କିଛି ସେମାନଙ୍କର ନାହିଁ। କ'ଣ ପଡ଼ିବ, ଗୋଟେ ଡେଡ୍ ଅର୍ଗାନାଇଜେସନ୍ସ କରି କ'ଣ କରିବ? କେବଳ ବିଜେଡ଼ିଟା ବଞ୍ଚିଛି ବୋଲି ସେମାନେ ପ୍ରମାଣିତ କରିବା ପାଇଁ ଚାହୁଁଛନ୍ତି, ପ୍ରମାଣିତ କରିବେ, କ'ଣ ଅଛି। ଭଗବାନ କରୁ ତାଙ୍କୁ ଦୀର୍ଘାୟୁ ହଉ, ଏଇ ପ୍ରାର୍ଥନା ଆମେ କରିପାରିବୁ। କେଉଁ ଜାଗାରେ ତ ମୁଁ ଦେଖିପାରୁନି। ଯଦି ଗୋଟେ ଚିରାଚରିତ ହିସାବରେ କେଉଁ ଜାଗାରେ କ'ଣ ଟିକେ ଘଟିଛି ତାର ଉପରେ ପୁଲିସ ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ସମ୍ବଲପୁର ଜିଲ୍ଲା ବାକି ଜିଲ୍ଲାମାନଙ୍କରେ ଯେଉଁ କ୍ରାଇମ୍ ଥିଲା ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ। ଏକ ସମସାମୟିକ ଘଟଣା ଛାଡ଼ିଦେଲେ କୌଣସି ସଂଗଠିତ କ୍ରାଇମ୍ ତ ଆମେ ଓଡ଼ିଶାରେ ଦେଖିପାରୁନୁ। ଯେମିତି ମାଫିଆ ଥିଲେ, ଗୁଣ୍ଡା ଥିଲେ, କୋଇଲା ମାଫିଆ, ଲୁହାପଥର ମାଫିଆ, ଏ ମାଫିଆ ସେ ମାଫିଆ, ଆଜି କ'ଣ ଅଛି? ସବୁ ଭାଙ୍ଗିଗଲାଣି। ତ ଏଇସବୁ କଥାରେ କୌଣସି ଆଧାର ନାହିଁ। ଯୁଦ୍ଧରେ କେତେ ଲୋକ ମରୁଛନ୍ତି, କେତେ ଲୋକ, ଏବେ ଗୋଟେ ଯୁଦ୍ଧ ହେଲା ଭାରତ ପାକିସ୍ତାନ, କେତେ ଲୋକ ମଲେ, ପାକିସ୍ତାନୀ କେତେ ମଲେ ମୋ ପାଖରେ ହିସାବ ନାହିଁ, ଭାରତୀୟ କେତେ ମଲେ। ଟୋଟାଲ କ୍ୟାଜୁଆଲିଟି 8 ଜଣ ପରା ଯୁଦ୍ଧରେ, ତାହେଲେ ରେସିଓ ତ ଭଲ ଅଛି। କ'ଣ ମନୁଷ୍ୟର ଈର୍ଷା, ଦ୍ୱେଷ, ଅହଙ୍କାର, ଏଇଟା କ'ଣ ସବୁ ଲୋପ କରିଦେବୁ କି ଆମେ? ଈର୍ଷାରୁ ବିଦ୍ୱେଷ, ବିଦ୍ୱେଷରୁ ହିଂସା, ଏଇଟା ତ ମନୁଷ୍ୟର ଚରିତ୍ର। କ'ଣ କରିପାରିବୁ ଆମେ? ସେ ଚରିତ୍ରକୁ ପରିବର୍ତ୍ତନ କରିଦେଇପାରିବୁ କି? କିନ୍ତୁ ସଂଗଠିତ ଭାବରେ ହତ୍ୟାକାଣ୍ଡ ସେମାନଙ୍କର ଯେମିତି ଦିବ୍ୟଶଙ୍କର ମିଶ୍ର କରିଥିଲେ, ପ୍ରତାପ ଜେନା କରିଥିଲେ, ନିଜେ ଅରୁଣ ସାହୁ କରିଥିଲେ, ଆମେ କ'ଣ କରିଛୁ? ଗୋଟିଏ ମାତ୍ର ଦେଖେଇଛୁ ଉଦାହରଣ। ଏମିତିଆ ଉଦାହରଣ ଦେଖାନ୍ତୁ, ତାହେଲେ ସେଇଟା ମାନିବୁ। ନାଇଁ, ତମ ଲୋକକୁ ତମେ ଛାଡ଼ିଦେଲ। ଅରୁଣ ସାହୁର ତ ତଦନ୍ତ ହେଲା ନାହିଁ। ପ୍ରତାପ ଜେନାର ତ ତଦନ୍ତ ହେଲା ନାହିଁ। ଦିବ୍ୟ ସିଂ ମିଶ୍ରର କୌଣସି ତଦନ୍ତ ହେଲା ନାହିଁ। ଓ ତାଙ୍କର ସହଯୋଗୀ ସେ ବି ମଧ୍ୟ ରହସ୍ୟଜନକ ଭାବରେ ଜେଲ୍ ଭିତରେ ତାଙ୍କର ମୃତ୍ୟୁ ହେଇଗଲା। କାହିଁ ତ କିଛି ହେଲା ନାହିଁ। କେତେ ଘଟଣା ଘଟିଗଲା ତାଙ୍କ ସମୟରେ, ଗଣିପାରିବେ ସେମାନେ? ନିଜ ଆଙ୍ଗୁଠିରେ ଗଣିପାରିବେ?
ତ ସେମାନେ କ'ଣ କହୁଛନ୍ତି, ସେମାନଙ୍କର କୌଣସି କହିବାର ନୈତିକ ଅଧିକାର ମୁଁ ତ ଥିଲା ଭଳିଆ ମୋତେ ଜଣାପଡ଼ୁନାହିଁ। ବଡ଼ ବଡ଼ ନେତୃତ୍ୱ ଆମର ବହୁତ ବଡ଼ ବଡ଼ ନେତାମାନେ ଅଛନ୍ତି, ସେମାନେ ବିଚାର କରିବେ, ସେମାନେ କ'ଣ କରିବେ କ'ଣ ନାହିଁ। ଏତେ ବଡ଼ ବଡ଼ କଥା ମୁଁ ଗୋଟେ ସାଧାରଣ କର୍ମୀଟେ, ବିଜେପିର ସାଧାରଣ କର୍ମୀଟେ ଏସବୁ କଥା କହିବାଟା ଠିକ୍ ହେବ? ମୋର ଅଭିଜ୍ଞତାର କୌଣସି ଲାଭ ଅଛି କି? ଏତେ ବଡ଼ ବଡ଼ ପୁରୁଖା ନେତା ଅଛନ୍ତି, ପୁରୁଖା ନେତାମାନେ ନିଷ୍ପତ୍ତି ନେଉଛନ୍ତି, ପୁରୁଖା ନେତାମାନେ ବିଚାର କରିବେ ସେ ବିଷୟରେ। କେଉଁ କଥା ହେଲା, ପାର୍ଟି ତ କିଛି ଘୋଷଣା କରିବ ନା। ଦଳୀୟ ବ୍ୟାପାର ନେଇକରି ପାର୍ଟି ଅଫିସରେ ଘୋଷଣା ହେବାଟା, କି ସରକାରକୁ ସୁରକ୍ଷା ଦେବା କଥା, କି ସରକାରଙ୍କୁ ଉପଦେଶ ଦେବା ପାର୍ଟିର କାମ। ସେମାନେ ସେ କର୍ତ୍ତବ୍ୟଟା ସେମାନେ ପାଳନ କରୁଛନ୍ତି। ହଁ, ଯେଉଁ ମନ ଭିତରେ ଅହଂ ଥିଲା ସେଟା ଟିକେ କିଛିଟା କଟିଛି, ଆଉ କଟିବା କଥା। ଗୋଟେ ଲୋକଙ୍କର ପ୍ରତିନିଧିକୁ ଲୋକମାନେ ଅତି ସହଜରେ ଭେଟି ପାରିବା କଥା। ଭେଟନ୍ତୁ, ଚର୍ଚ୍ଚା କରନ୍ତୁ, ଦଳକୁ ସଂଗଠିତ କରନ୍ତୁ, ସେଥିରେ କିଛି ଆପତ୍ତି ନାହିଁ।